ସୁପ୍ରଭାତ ଆପଣମାନଙ୍କୁ ପ୍ରଜ୍ୟୋତିଷ ୱାଲକୁ ସ୍ୱାଗତ। ନବରାତ୍ରର 9 ଦିନର ବ୍ରତ। ତ ସମସ୍ତେ ଏଇ 9 ଦିନର ବ୍ରତ କରିପାରିନଥାନ୍ତି, ତେଣୁକରି ଗୋଟିଏ ଦିନ ବ୍ରତର କରିଥାନ୍ତି। ଅଧିକାଂଶ ମହିଳାମାନେ କରିଥାନ୍ତି। ବିଶେଷ କରି ଦୁର୍ଗାଷ୍ଟମୀ ଦିନ, ଯାହାକୁ ଆମେ ମହାଷ୍ଟମୀ ବୋଲି କହିଥାଉ। ତ ସେଇ ଦିନ ଅଷ୍ଟମୀ ଦିନ ମାନେ ମା ଦୁର୍ଗାଙ୍କର ମା ଗୌରୀ ରୂପରେ ପୂଜା କରାଯାଇଥାଏ। ଏଇ ବ୍ରତଟି ନାରୀମାନେ କରିପାରିବେ, ଏମିତିକି ପୁରୁଷମାନେ ମଧ୍ୟ କରିପାରିବେ, ଦମ୍ପତିମାନେ କରିପାରିବେ। ତ ଏହି ବ୍ରତଟି ବିଶେଷ କରି ନିଜର ସନ୍ତାନ ସୁଖ ପାଇଁ, ପରିବାରର ସୁସ୍ଥତା ପାଇଁ, ସୌଭାଗ୍ୟ ପାଇଁ, ଦାମ୍ପତ୍ୟ ସୁଖ ପାଇଁ, ସନ୍ତାନ ସୁଖ ପାଇଁ, ତା ବ୍ୟତୀତ ମାଙ୍କର ଆଶୀର୍ବାଦ ପାଇବା ପାଇଁ ମଧ୍ୟ ଏହି ବ୍ରତଟି କରାଯାଏ। ଶାରୀରିକ ଆଉ ମାନସିକ ସମସ୍ୟାରୁ ଦୂର କରିବା ପାଇଁ ଏହି ବ୍ରତଟି ମଧ୍ୟ କରାଯାଇଥାଏ। ଏହି ବ୍ରତଟି ଆପଣ ଯଦି ଭକ୍ତି ଆଉ ଶ୍ରଦ୍ଧାର ସହିତ କରୁଛନ୍ତି, ତାହେଲେ ମାଙ୍କର ଆଶୀର୍ବାଦ ଆଉ କୃପା ଆପଣଙ୍କୁ ମିଳିପାରିବ। ଯେଉଁମାନେ ମହାଷ୍ଟମୀ ବ୍ରତ କରୁଛନ୍ତି, ସେମାନେ ଏହି ବ୍ରତଟି ଘରେ କିମ୍ବା ମନ୍ଦିରରେ ମଧ୍ୟ କରିପାରିବେ, କି ଆପଣ ଯଦି ଚାହିଁବେ, ଯଦି ଉଭୟ ଘରେ କରିସାରିଲା ପରେ ଆପଣ ମନ୍ଦିର ମଧ୍ୟ ଯାଇ ପୂଜା କରିପାରିବେ। ତ ଅଷ୍ଟମୀ ଦିନ ଯଦି ପୂଜା କରୁଛନ୍ତି, ତ ସପ୍ତମୀ ଦିନରୁ ଘରକୁ ଭଲ ଭାବରେ ଧୁଆ ପୋଛା କରିଦିଅନ୍ତୁ। ତା ସହିତ ଗୋଟେ ପୁରା ଯେମିତି ପରିବେଶଟି ଶୁଦ୍ଧ ହେଉଥାଉ, ସେହିପରି ଭାବରେ ଧୁଆ ପୋଛା ଘରକୁ କରନ୍ତୁ। ଆଉ ଅଷ୍ଟମୀ ଦିନ ଗୋଟେ ଭଲ ସମୟ ଦେଖି, ମୁଁ ଆପଣଙ୍କୁ ଶୁଭ ବେଳା କହିଦେଇଛି। ତ ଶୁଭ ବେଳା ସମୟ ଯେଉଁ ଅଛି, ତ ଶୁଭ ବେଳା ସମୟରେ ଆପଣ ପୂଜା କରିବାକୁ ସବୁବେଳେ ଚେଷ୍ଟା କରନ୍ତୁ। ତ ପ୍ରଥମେ ଘର ପୂଜା ଶେଷ କରିଦିଅନ୍ତୁ, ତାପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ, ମା ତୁଳସୀଙ୍କୁ ପୂଜା କରିଦିଅନ୍ତୁ। ପୂଜା ଶେଷ କରିସାରିଲା ପରେ ଆପଣ ଯେଉଁ ସ୍ଥାନରେ ମାଙ୍କୁ ପୂଜା କରିବେ, ମା ଦୁର୍ଗାଙ୍କୁ ମା ଗୌରୀ ରୂପରେ ପୂଜା କରିବେ, ସେଇ ସ୍ଥାନକୁ ଗୋବର ପାଣିରେ ଆପଣ ଟିକେ ଭଲ ଭାବରେ ଧୁଆ ପୋଛା କରିଦେବେ। ତାପରେ ଆପଣ ଚିତା ପକେଇ ପାରିବେ, ନହେଲେ ମୁରୁଜ ଆପଣ ପକେଇ ପାରିବେ। ତ ପ୍ରଥମେ କଳସ ସ୍ଥାପନା କରିବେ। କଳସ ସ୍ଥାପନା କେମିତି କରିବେ? ଗୋଟେ ପ୍ଲେଟ୍ ନେବେ, ସେଥିରେ ଅକ୍ଷତ ଟିକେ ଦେବେ, କି ଆପଣ ଅଭଙ୍ଗା ଅରୁଆ ଚାଉଳ ଦେବେ। ସେଥିରେ ଗୋଟେ କଳସରେ ପୁରା ତାର ମୁହଁ ପର୍ଯ୍ୟନ୍ତ ପାଣି ନେବେ। ସେଇ ପାଣି ଭିତରେ ଆପଣ ଟିକେ ଅକ୍ଷତ, ଗୁଆ, ଫୁଲ, ଦୁବ, ଚନ୍ଦନ, ଗଙ୍ଗାଜଳ, ଅଗୁରୁ ଏସବୁ ଟିକେ ଦେବେ। ତାପରେ ସେଥିରେ ଆମ୍ବଡାଳ, ଦୁବ ବରକୋଳି ପତ୍ର ଦେଇ ଆପଣ ନଡ଼ିଆ କିମ୍ବା ପଇଡ଼, କି ଆପଣ ଚାହିଁବେ ଯଦି କୌଣସି ଗୋଟା ଫଳ ରଖିପାରିବେ, ଆଉ ସାଲୁକନା ବା ରକ୍ଷାସୂତ୍ର ଆପଣ ଅର୍ପଣ କରିବେ। ତାପରେ ଫୁଲ ଅର୍ପଣ କରିବେ। ତାପରେ ଆପଣ କ'ଣ କରିବେ? ଦୀପ ଲଗାଇଲେ। ଦୀପ ଲଗାଇ ସାରିଲା ପରେ ଆପଣ କ'ଣ କରିବେ? ଆପଣଙ୍କ ପାଖରେ ଯାହା ବି ମା ଦୁର୍ଗାଙ୍କର ଫଟୋ ଥାଉ କି ମୂର୍ତ୍ତି ଥାଉ, ଯାହା ବି ଆପଣଙ୍କ ପାଖରେ ଅଛି, ତାକୁ କ'ଣ କରିବେ? ପ୍ରଥମେ ପଞ୍ଚାମୃତରେ ଟିକେ ସ୍ନାନ କରିଦେବେ। ତାପରେ ହଳଦୀ ପାଣିରେ ସ୍ନାନ କରିଦେବେ। ଯେଉଁଠି ଆପଣ ମୁରୁଜ ପକେଇବେ, ସେଇଠି ଗୋଟେ ପିଢ଼ା ରଖିବେ। ତାପରେ ଗୋଟେ ନାଲି କନା ପକେଇବେ। ତାପରେ ମାଙ୍କୁ ସେଇଠି ଆପଣ ମାନେ ଆସନ ଦେଲେ। ଆସନ ଦେଇ ସାରିଲା ପରେ ଆପଣ କ'ଣ କରିବେ? ଏବେ ଗୁଆକୁ ମଧ୍ୟ, କାରଣ ଭଗବାନଙ୍କୁ ସବୁବେଳେ ଆପଣ ନିଦା ଜିନିଷରେ ପୂଜା କରିବା କଥା। ତ ଆପଣ ଗୁଆରେ କ'ଣ କରିବେ? ଗୁଆକୁ ଟିକେ ହଳଦୀ ପାଣିରେ ଟିକେ ତାକୁ ଧୋଇଦେବେ, ପଞ୍ଚାମୃତରେ ଟିକେ ମାନେ ସ୍ନାନ କରିଦେବେ। ତାପରେ ଶୁଦ୍ଧ ଜଳ ସ୍ନାନ କରି ସେଇ ମୂର୍ତ୍ତି ପାଖରେ ଆପଣ ରଖିଲେ। ତାପରେ ଆପଣ କ'ଣ କରିବେ? ଯେଉଁ ବ୍ରତଟି ଆପଣ ପୂଜା କରିବେ, ତ ବିଶେଷ କରି ନାଲି ରଙ୍ଗର ବ୍ରତ ଏଇ ଦିନରେ ପୂଜା କରାଯାଇଥାଏ। ତ ନାଲି ରଙ୍ଗର ବ୍ରତ ଆପଣ କ'ଣ କରିବେ? ତାକୁ ମଧ୍ୟ ହଳଦୀ ପାଣିରେ ପଞ୍ଚାମୃତରେ ଟିକେ ଧୋଇ ସାରିଲା ପରେ ସେଥିରେ 8ଟି ଗଣ୍ଠି ପକେଇବେ। ମା ଦୁର୍ଗାଙ୍କ ନାମରେ ଅଷ୍ଟମୀ ତିଥି ଥିବାରୁ ତ 8ଟି ଗଣ୍ଠି ଆପଣ ପକେଇ ସେଇ ଗୁଆ ପାଖରେ ଆପଣ ରଖିବେ। ତାପରେ ମାଙ୍କୁ ଆପଣ କ'ଣ କରିବେ? ଆପଣଙ୍କ ପାଖରେ ବସ୍ତ୍ର ଥିବ, ଚୁନି ଥିବ, ସବୁ ନାଲି ରଙ୍ଗର କରିବେ, କାରଣ ନାଲି ଗୋଲାପୀ ମାଙ୍କୁ ବହୁତ ପସନ୍ଦ। ତ ଆପଣ କ'ଣ କରିବେ? ନାଲି ରଙ୍ଗର ବସ୍ତ୍ର, ଚୁନି, ଗହଣା ଯଦି ମାଙ୍କର ଆପଣଙ୍କ ପାଖରେ ଅଛି, ଗହଣା, ଚୁଡ଼ି ଆପଣ ଅର୍ପଣ କରିପାରିବେ, ଶଙ୍ଖା ସିନ୍ଦୁର ଅର୍ପଣ କରିବେ, ଚନ୍ଦନ ଅର୍ପଣ କରିବେ। ତାପରେ ମାଙ୍କୁ ଫୁଲ ଅର୍ପଣ କରିବେ। ତ ଫୁଲ ଭିତରେ ଆପଣ କ'ଣ କରିବେ? ସେଦିନ ଆପଣ ଫୁଲ, ଆପଣ ମାନେ ମାଙ୍କର ଯାହା ବି ପ୍ରିୟ ଫୁଲ, ଯେମିତିକି ଆପଣ ପଦ୍ମ ଫୁଲ, ମନ୍ଦାର ଫୁଲ, କଇଁ ଫୁଲ, ଟଗର, ତ ତରାଟ, ଏଇସବୁ ଫୁଲ, ଅପରାଜିତା ଫୁଲ, କନିଆରୀ ଫୁଲ, ତ ଏଇସବୁ ଫୁଲ ଆପଣ ମାଙ୍କୁ ଅର୍ପଣ କରିବେ। ଅର୍ପଣ କରିସାରିଲା ପରେ ଏହି ଏଇ ବ୍ରତଟିକୁ ମଧ୍ୟ ଫଳତୁଆ ବ୍ରତ ବୋଲି କୁହାଯାଇଥାଏ। ଆପଣ 8 ପ୍ରକାରର ଗୋଟା ଫଳ ପୂଜାରେ ଲଗେଇବେ, ଯାହାକି ସେଇ ଆପଣ ସେଟା ପୂଜାରେ ଏଥିପାଇଁ ଲଗାଉଛନ୍ତି, ସେଟା ଆପଣ ପରେ ଦାନ କରିଦେବେ। ସେଟା ମାଙ୍କ ପାଖରେ ଭୋଗ ହବନି, ସେ ଗୋଟା ସଦୃଶ ରହିବ। ପରେ ଆପଣ ସେ ଭୋଗ ଦାନ କରିଦେବେ, କୌଣସି ବ୍ରାହ୍ମଣଙ୍କୁ ହେଲା କି କାହାକୁ
ବ୍ରାହ୍ମଣଙ୍କୁ ଦାନ କରିଦେବା ବହୁତ ଭଲ। ତ ଆପଣ ସେଟା ଦାନ କରିଦେବେ। ତାପରେ ଆପଣ ମାଙ୍କ ପାଖରେ ଯାହା ବି ଭୋଗ ଲଗେଇବେ, ପ୍ରଥମେ କଳସ ପାଖରେ ଭୋଗ ଲଗେଇଲେ, ତାପରେ ଆପଣ କ'ଣ କରିବେ, ମାଙ୍କ ପାଖରେ ଭୋଗ ଲଗେଇବେ। ଆପଣ ସେଇ ସମୟରେ ଆପଣ ପଣା ଭୋଗ ଲଗେଇ ପାରିବେ, ଫଳମୂଳର ଭୋଗ ଲଗେଇ ପାରିବେ। ଫଳ ଭିତରେ ମାଙ୍କୁ ଡାଳିମ୍ବ ବହୁତ ପସନ୍ଦ। ଆପଣ ମାନେ ନଡ଼ିଆ ବ୍ୟତୀତ, କାରଣ ସେଦିନ ଅଷ୍ଟମୀ ତିଥି, ତ ଅଷ୍ଟମୀ ତିଥିରେ ନଡ଼ିଆ ମାଙ୍କୁ ଯଦି ଆପଣ ଅର୍ପଣ କରୁଛନ୍ତି, ତ ନଡ଼ିଆ ଆପଣ ମାନେ ଖାଇପାରିବେ ନାହିଁ, ତ ସେଇଟା ଭଲ ହେବ ନାହିଁ। ତ ନଡ଼ିଆ ବ୍ୟତୀତ ଆପଣ କଦଳୀ, ଡାଳିମ୍ବ, କମଳା, ଆପେଲ, କାକୁଡ଼ି, ତ ଏଇସବୁ ଆପଣ କ'ଣ କରିବେ, ମାଙ୍କ ପାଖରେ ଭୋଗ ଲଗେଇଲେ। ଭୋଗ ଲଗେଇ ସାରିଲା ପରେ ଦୀପ, ଧୂପ, ଝୁଣା, କର୍ପୂରରେ ଆଳତି କରିବେ। ଆଳତି କରିସାରିଲା ପରେ ମାଙ୍କର କୌଣସି ଆପଣ ଯଦି ଜାଣିଛନ୍ତି ମନ୍ତ୍ର କି ଆପଣ କୌଣସି ନାମ, ତ ଆପଣ ନେବେ। ତ କିଛି ଯଦି ଜାଣିନାହାନ୍ତି, ମାଙ୍କୁ ସେମିତି ଆପଣ ମନରେ ଯାହା ବି ଭାବ ଅଛି ସେଇ ଅନୁସାରେ ମାଙ୍କୁ ଡାକିବେ, ଆପଣଙ୍କ ଦୁଃଖ ଜଣାଇବେ। ତାପରେ ଆପଣ କ'ଣ କରିବେ, ମନ୍ଦିର ଯିବେ। ଠିକ୍ ଅଛି। ପ୍ରଥମେ ଆପଣଙ୍କ ଘର ପାଖରେ ଯାହା ବି ଶିବ ମନ୍ଦିର, ଠିକ୍ ଅଛି, ପୂଜା ପେଣ୍ଡାଲ ତ ଆପଣ ଯିବେ ମାନେ ଯିବେ, ସିଏ ଅଲଗା କଥା। କିନ୍ତୁ ଯେହେତୁ ଆପଣ ମାଙ୍କୁ ପୂଜା କରୁଛନ୍ତି ସେଦିନ, ତେଣୁ ସେଦିନ ଚେଷ୍ଟା କରିବେ ଶିବ ମନ୍ଦିର ଯିବା ପାଇଁ। ଶିବ ମନ୍ଦିର ଯିବେ। ଶିବ ମନ୍ଦିରରେ ମାଙ୍କ ପାଇଁ ଆଉ ଭଗବାନ ଶିବଙ୍କ ପାଇଁ ଯାହା ବି ମାନେ ଆପଣ ଛୋଟ ମୋଟ ଜିନିଷ ଯେମିତିକି ଶଙ୍ଖା ସିନ୍ଦୁର କି ବେଲପତ୍ର, ଫୁଲ, ଘିଅ, ଧୂପ, ଫଳ କିଛି ନେଇ ଆପଣଙ୍କ ମନ୍ଦିରରେ ପୂଜା କରିବେ। ତାପରେ ଆପଣ ପୂଜା ପେଣ୍ଡାଲ ଯାଇ ସେଠି ମଧ୍ୟ ଆପଣ ମାଙ୍କୁ ପୂଜା କରିପାରିବେ। ନହେଲେ ଆପଣ କେବଳ ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କୁ, ମା ପାର୍ବତୀଙ୍କୁ ସେଇଠି ମଧ୍ୟ ପୂଜା କରିପାରିବେ। ଠିକ୍ ଅଛି। ତ ମାଙ୍କୁ ଆପଣ ଯଦି ଘରେ ପୂଜା କରୁଛନ୍ତି କି ମନ୍ଦିରରେ ପୂଜା କରୁଛନ୍ତି, ସେଇ ସମୟରେ ଆପଣ ବେଲପତ୍ର ଅର୍ପଣ କରିପାରିବେ, ଅଁଳା ପତ୍ର ଅର୍ପଣ କରିପାରିବେ। ତ ଏସବୁ ଆପଣ ଅର୍ପଣ କରିପାରିବେ। ତ ସେଦିନ ଦେଖନ୍ତୁ, ଘରେ ଆଉ ମନ୍ଦିରରେ ଅର୍ପଣ କରିବେ। ମନ୍ଦିର ଯଦି ଯାଉଛନ୍ତି, ମନ୍ଦିରରେ ଆପଣ ଗୋଟେ ଥାଳି ନେବେ। ଥାଳିରେ ଯେମିତିକି ପୂଜା ଜିନିଷ, ତ ପୂଜା ଜିନିଷରେ ଆପଣ ମାଙ୍କ ପାଇଁ ଶଙ୍ଖା, ସିନ୍ଦୁର, ଚୁନି, ଫଳ, ଫୁଲ, ବେଲପତ୍ର, ଅଁଳା ପତ୍ର, ଦୀପ, ଧୂପ, କର୍ପୂର ଆଉ ଦକ୍ଷିଣା ଆପଣ ନେବେ। ଆପଣଙ୍କ ପାଇଁ ଶଙ୍ଖା, ସିନ୍ଦୁର, ଚୁଡ଼ି, ଶାଢ଼ୀ, ଗୁଆ, ଗୋଟା ମୁଗ କି ବତୁରା ହେଇଥିବା ମୁଗ, ବୁଟ, ଖଜୁରୀ କୋଳି ଏସବୁ ନେବେ। ଆପଣ ଯଦି ଘରେ ବ୍ରତଟି ପୂଜା କରିଦେଇଛନ୍ତି, ତାହେଲେ ଆଉ ଦ୍ୱିତୀୟ ଥର ବ୍ରତଟି ଆପଣ ନେବେ ନାହିଁ। ଯଦି ଆପଣ ଘରେ ବ୍ରତ ପୂଜା କରିନାହାନ୍ତି, ତାହେଲେ ଆପଣ ବ୍ରତଟି ଆପଣ ମନ୍ଦିର ନେଇ ଯାଇପାରିବେ। ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି, ଆପଣ ଘରେ ବ୍ରତ ପୂଜା କରୁଛନ୍ତି କି ନାହିଁ। ଠିକ୍ ଅଛି। ତ ସେଇ ହିସାବରେ ଆପଣ ନେବେ। ଦେଖନ୍ତୁ, ଅଷ୍ଟମୀ ତିଥିରେ ଯେଉଁ ପୂଜାଟି ହୁଏ, ସେ ପୂଜାରେ ମାନେ ପାକଦ୍ରବ୍ୟ ଖାଇବା ନିଷେଧ ଅଛି। ତ ସେଥିପାଇଁ ଆପଣ ପାକଦ୍ରବ୍ୟ ଯେମିତିକି ଅନ୍ନ ହେଲା, ଭାତ, ପୁରୀ, କ୍ଷୀରି, ଖେଚୁଡ଼ି, ଏସବୁ ଖାଇବା ଠିକ୍ ନୁହେଁ। ଏମିତିକି ଚା, କଫି, ଚିନି, ତ ଏସବୁ ମଧ୍ୟ ଖାଇବା ମାନେ ଠିକ୍ ନୁହେଁ। ତ ଆପଣ ଚାହିଁବେ ଯଦି ସେଦିନ ମାନେ ଫଳ, ଶାଗୁ ଏସବୁ ଖାଇପାରିବେ। ଠିକ୍ ଅଛି। କିନ୍ତୁ ଯଦି ଆପଣଙ୍କର ଦେହ ବହୁତ ଖରାପ ରହୁଛି, ଆପଣ ମାନେ ବହୁତ ଅସୁସ୍ଥ ରହୁଛନ୍ତି, ମାନେ ଆପଣ ମେଡ଼ିସିନ ଖାଇବାର ଅଛି, ବୟସ୍କ ହେଇଗଲେଣି, ତ କି କୌଣସି ଦାୟିତ୍ୱ ବି ରହୁଛି ଆଜିକାଲି, ତ ସେଥିପାଇଁ ଆପଣ ଯଦି ଅତିରୁ ଇତି ଖରାପ ହେଉଛି, ତାହେଲେ ଆପଣ ଯେତେବେଳେ ନବମୀ ତିଥି, ମୁଁ ଆପଣଙ୍କୁ କହିଛି କେତେବେଳେ ଲାଗିବ, ତ ନବମୀ ତିଥି ଯେତେବେଳେ ଲାଗିବ, ମାନେ ବିଶେଷ କରି ସନ୍ଧି ପୂଜା ପରେ, ଆପଣ ତାପରେ କିଛି ଯେମିତିକି ପୁରୀ, ଡାଲମା, ତରକାରୀ ଏଇସବୁ ଖାଇବେ, କିନ୍ତୁ ଅନ୍ନ ସେଦିନ ଖାଇବେ ନାହିଁ। ତ ଏଇ ବ୍ରତଟି ଆପଣ ନିର୍ଜଳା ଉପବାସ କରିପାରିବେ। ନହେଲେ ପୂଜା ସରିଲା ପରେ ଆପଣ ଫଳ, ଶାଗୁ, ସରବତ ଖାଇପାରିବେ। ନହେଲେ ମାନେ ପଣା କରି ପିଇପାରିବେ। ପଣାରେ ମାନେ କ୍ଷୀର, ଦହି, ଛେନା, କଦଳୀ, ଗୁଡ଼, ଅଦା ଛେଚା, ଗୋଲମରିଚ ଗୁଣ୍ଡ ଏସବୁ ପକେଇ ଆପଣ କ'ଣ କରିବେ, ପଣା କରି ପିଇପାରିବେ। ନହେଲେ ଆପଣ ନିଜ ଘରେ ଜୁସ୍ କରି, ଫଳକୁ ଜୁସ୍ କରି ମଧ୍ୟ ପିଇପାରିବେ। ନହେଲେ କଞ୍ଚା ଶାଗୁକୁ ଭିଜେଇ କରି ତାକୁ ଆପଣ କ'ଣ କରିବେ, ଭିଜା ମାନେ ଶାଗୁକୁ ସେଥିରେ କଦଳୀ, ଗୁଡ଼ ଏସବୁ ମିଶେଇ ମଧ୍ୟ, ଛେନା ତ ମିଶେଇ ମଧ୍ୟ ଆପଣ କ'ଣ କରିବେ, ଶାଗୁ ମଧ୍ୟ ଖାଇପାରିବେ। କିନ୍ତୁ ରନ୍ଧା ଶାଗୁ ଖାଇବେ ନାହିଁ। ଆଉ ସେଦିନ ଚିନି ଖାଇବେ ନାହିଁ, କିନ୍ତୁ ମିଶ୍ରି କି ଗୁଡ଼ ଆପଣ ଖାଇପାରିବେ। ଆଉ ସେଦିନ ଫଳ ଭିତରେ ସବୁ ଫଳ ଖାଇପାରିବେ, କିନ୍ତୁ ନଡ଼ିଆ ଆପଣ ଖାଇବେ ନାହିଁ। ଯେହେତୁ ସେଦିନ ଅଷ୍ଟମୀ ତିଥି, ଅଷ୍ଟମୀ ତିଥିରେ ନଡ଼ିଆ ଗୋମାଂସ ସହିତ ତୁଳନା କରାଯାଇଛି, ତେଣୁ ସେସବୁ ଜିନିଷ ଆପଣ ଖାଇବେ ନାହିଁ। ଏହିପରି ଭାବରେ ମାଙ୍କୁ ମହାଅଷ୍ଟମୀ ଦିନ ପୂଜା କରାଯାଇଥାଏ। ଆଉ ଆପଣ ଅଷ୍ଟମୀ ତିଥି ପୂଜା ଶେଷ କରିସାରିଲା ପରେ ଆପଣ କ'ଣ କରିବେ, ଆପଣଙ୍କ ହାତରେ ବ୍ରତଟି ବାନ୍ଧିବେ। ତ ବ୍ରତଟି ଆପଣ ନବମୀ ତିଥିରେ ତା ପରଦିନ ମାନେ ବିସର୍ଜନ କରିପାରିବେ। ମାନେ ଆପଣ କ'ଣ କରିବେ, ମାଙ୍କ ପାଖରେ ଯାହା ବି ଯେଉଁ ଆପଣ ଫୁଲ ଅଛି,
ଗୁଆ ଅଛି ସେ ସବୁ ଆପଣ ତା ପରଦିନ ଉଦ୍ଯାପନା କରିପାରିବେ। ଠିକ୍ ଅଛି, ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।